ପୂର୍ବପୁରୁଷମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ଗୃହରେ ନିୟମିତ ରୂପରେ ହନୁମାନ ଚାଳିଶା ନିହାତି ଭାବରେ ପାଠ କରନ୍ତୁ। ଏମିତି କରିବା ଦ୍ୱାରା ଗୃହକୁ ଅଶୁଭ ଶକ୍ତି ପ୍ରବେଶ କରିପାରିନଥାଏ ଏବଂ ମନରୁ ସବୁ ଭୟ ଦୂରେଇ ଯାଇଥାଏ। ତା ସହିତ ସଙ୍କଟ ମୋଚନ ଆପଣଙ୍କର ସବୁ ସଙ୍କଟକୁ ଦୂର କରିଥାନ୍ତି। ନମ୍ବର 2, ପଖାଳ ତୋରାଣୀରେ ଅଳ୍ପ ମହୁ ମିଶାଇ ପିଇଲେ ପେଟ ଥଣ୍ଡା ହୋଇଥାଏ, କିନ୍ତୁ ତୋରାଣୀକୁ ଅଧିକ ଖଟା କରି ପିଇବା ଉଚିତ ନୁହେଁ। ନମ୍ବର 3, ଗାଈ କ୍ଷୀର ପିଇବା ପାଇଁ ପସନ୍ଦ କରୁନଥିବା ଲୋକମାନେ ପ୍ରତିଦିନ ସୋୟାବିନ୍ ଏବଂ ପତ୍ରକୋବି ଖାଆନ୍ତୁ ଏବଂ ଶୀତ ଦିନରେ ଥଣ୍ଡା କ୍ଷୀର ନ ପିଇ ଉଷୁମ କ୍ଷୀରରେ ଗୁଜୁରାତି ଏବଂ ହଳଦୀ ମିଶାଇ ପିଅନ୍ତୁ। ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନମ୍ବର 4, କ୍ଷୀରରେ ହଳଦୀ ମିଶାଇ ପିଇଲେ ହାଡ଼ ମଜବୁତ ହୋଇଥାଏ ଏବଂ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଶୀଘ୍ର ଆରାମ ମିଳିଥାଏ, କିନ୍ତୁ ବୟସ୍କ ଲୋକମାନେ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ନମ୍ବର 5, ଯଦି ଘରେ କିମ୍ବା ଅଫିସରେ କଳହ ଦେଖାଦେଇଥାଏ ତେବେ ଶିବଲିଙ୍ଗ ଉପରେ କ୍ଷୀର ଅର୍ପଣ କରିବା ଦ୍ୱାରା କଳହ ଦୂର ହୋଇଥାଏ। ନମ୍ବର 6, ଅନ୍ୟ ଲୋକଙ୍କ ନଖ କଟା ରେଜର, ବ୍ରଶ, ତଉଲିଆ ଏବଂ ରୁମାଲ ଇତ୍ୟାଦି ବ୍ୟବହାର କରିବା ଉଚିତ ନୁହେଁ। 7, ଔଷଧ ସେବନ କରିବା ସମୟରେ ଠାକୁରଙ୍କୁ ସ୍ମରଣ କରିବା ଉଚିତ। ଏହାଦ୍ୱାରା ରୋଗ ଶୀଘ୍ର ଭଲ ହୋଇଥାଏ। ଏହା ମଧ୍ୟ ଆୟୁର୍ବେଦରେ ପ୍ରମାଣିତ ଅଛି। ନମ୍ବର 8, ଯଦି ଗଣ୍ଠି ବାତ, ମୁଣ୍ଡବିନ୍ଧା ଓ କୌଣସି ଯନ୍ତ୍ରଣା ହେଉଥାଏ ତେବେ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସବୁ ରୋଗ ଯନ୍ତ୍ରଣା ଦୂର ହୋଇଥାଏ। ନମ୍ବର 9, ରୋଷେଇ ଘରେ କେବେ ବି ଔଷଧ ରଖିବା ଉଚିତ ନୁହେଁ। ଏହା ଅଶୁଭ ଅଟେ ଓ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ନମ୍ବର 10, ମସୁର ଡାଲି, ହରଡ଼ ଡାଲି ଏବଂ ବିରିକୁ ଅଳ୍ପ ଖରାରେ ଶୁଖାଇ ତାକୁ ଗୁଣ୍ଡ କରି ଏକ କାଚ ପାତ୍ରରେ ରଖନ୍ତୁ ଏବଂ ପ୍ରତିଦିନ ରାତିରେ ସେହି ପାଉଡରକୁ ଗୋଲାପ ଜଳ କିମ୍ବା ପାଣିରେ ମିଶାଇ ଲଗାନ୍ତୁ। ତାପରେ 30 ମିନିଟ୍ ପର୍ଯ୍ୟନ୍ତ ରଖି ନର୍ମାଲ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହି ରେମିଡିଜ୍ ଘରେ କରି ଦେଖନ୍ତୁ ଆଉ ଆପଣଙ୍କୁ ପାର୍ଲର ଯିବାକୁ ପଡ଼ିବନି। ନମ୍ବର 11, ଯଦି ଆପଣଙ୍କୁ ଅଧିକ ନିଦ ଆସୁଥାଏ ତେବେ ଆପଣ ଗାଈ କ୍ଷୀରରେ ଛୋଟ ଗୁଜୁରାତି କିମ୍ବା ଅଳେଇଚ ପକାଇକି ପିଅନ୍ତୁ। ନମ୍ବର 12, ପୋଦିନା ପତ୍ର ଏବଂ ଧନିଆ ପତ୍ରକୁ କାଚ ପାତ୍ରରେ ରଖି ଫ୍ରିଜରେ ରଖିଲେ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେଶ ରହିଥାଏ। ନମ୍ବର 13, ପିଆଜ ଏବଂ ରସୁଣକୁ କାଟିବା ପୂର୍ବରୁ ପାଣିରେ କିଛି ସମୟ ଭିଜାଇ କାଟନ୍ତୁ। ପିଆଜକୁ ପାଣିରେ ରଖିବା ଦ୍ୱାରା ଆଖି ଜଳାପୋଡ଼ା ହୋଇନଥାଏ ଏବଂ ରସୁଣକୁ କିଛି ସମୟ ପାଣିରେ ରଖିବା ଦ୍ୱାରା ଚୋପା ବହୁତ ଶୀଘ୍ର ବାହାରି ପଡ଼େ। ନମ୍ବର 14, ଶୟନ କରିବା ପୂର୍ବରୁ ଏବଂ ସୂର୍ଯ୍ୟ ଉଦୟ ପୂର୍ବରୁ ଶରୀରରେ ଯଦି ତେଲ ଲଗାନ୍ତି ତାହେଲେ ଏହାଦ୍ୱାରା ଶରୀରରେ ଶକ୍ତି ହେବା ସହିତ ଶରୀର ମଧ୍ୟ ଚିକ୍କଣ ହୋଇଥାଏ। ନମ୍ବର 15, ଯଦି ଆପଣଙ୍କୁ କମ୍ ଭୋକ ଲାଗୁଛି ତେବେ ଆପଣ ଗୁଡ଼ର ସେବନ କରନ୍ତୁ। ଏହାଦ୍ୱାରା ଭୋକ ଲାଗିବା ସହିତ ପାଚନ କ୍ରିୟା ମଧ୍ୟ ମଜବୁତ ହୋଇଥାଏ। ନମ୍ବର 16, ସକାଳୁ ସକାଳୁ ଛୋଟ ପିଲାଙ୍କ ଶରୀରରେ ଭଲରେ ତେଲ ମାଲିସ କରିକି ସକାଳର କଅଁଳିଆ ସୂର୍ଯ୍ୟ କିରଣରେ ଛୁଆକୁ କିଛି ସମୟ ରଖିବା ଦ୍ୱାରା ଛୁଆମାନଙ୍କର ହାଡ଼ ମଜବୁତ ହୋଇଥାଏ। ନମ୍ବର 17, କଦଳୀ ଖାଇ ସାରିବା ପରେ ସାଙ୍ଗେ ସାଙ୍ଗେ ପାଣି ପିଇବା ଶରୀର ପାଇଁ ଅଧିକ କ୍ଷତିକାରକ ହୋଇଥାଏ। ଏହା ପାଚନ ସମ୍ବନ୍ଧିତ ସମସ୍ୟା ସୃଷ୍ଟି କରିପାରେ, ଯେମିତିକି ଗ୍ୟାସ୍, ବଦହଜମି ପରି ସମସ୍ୟା ହୋଇପାରେ। ନମ୍ବର 18, ଯଦି ମୁହଁରେ ବ୍ରଣର ଦାଗ ରହିଯାଇଛି ତେବେ ଦହିରେ ଲିମ୍ବପତ୍ର ପାଉଡର ଏବଂ ହଳଦୀକୁ ଭଲ ଭାବରେ ମିଶାଇ ମୁହଁରେ ଲଗାନ୍ତୁ। ଖୁବ୍ ଶୀଘ୍ର ବ୍ରଣର ଦାଗ ଦୂର ହୋଇଥାଏ। ନମ୍ବର 19, ଯେତେବେଳେ ଜଣେ ମହିଳା ଋତୁସ୍ରାବ କରନ୍ତି ସେତେବେଳେ ତାଙ୍କୁ ମର୍ଯ୍ୟାଦାର ସହିତ ବ୍ୟବହାର କରନ୍ତୁ ଏବଂ ଦମ୍ପତି ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ, ଯାହାଦ୍ୱାରା ସର୍ବୋତ୍ତମ ସନ୍ତାନ ଜନ୍ମ ହୋଇଥାଏ। ନମ୍ବର 20, ମାସିକ ଋତୁସ୍ରାବରୁ ଶୁଦ୍ଧ ହେବା ପରେ ଅଷ୍ଟମ ଏବଂ ଚତୁର୍ଦ୍ଦଶ ଦିନ ଗର୍ଭଧାରଣ ପାଇଁ ଭଲ ସମୟ ଅଟେ। ଏଥିରେ ପୁରୁଷ କେବଳ ସକ୍ଷମ ନୁହନ୍ତି, ମହିଳାମାନେ ମଧ୍ୟ ଗୁଣବାନ, ଭାଗ୍ୟବାନ ଏବଂ ଭଲ ଆଚରଣ କରନ୍ତି। ନମ୍ବର 21, ଯଦି ଚୁଟି ଲମ୍ବା କରିବାକୁ ଚାହୁଁଛନ୍ତି ତେବେ ନଡ଼ିଆ ତେଲରେ ଅଁଳା ପାଉଡର ମିଶାଇ ତାକୁ ଟିକେ ଉଷୁମ କରି ଚୁଟି ମୂଳରେ ମସାଜ କଲେ ଚୁଟି ବଢ଼ିଥାଏ ଏବଂ ଲମ୍ବା ହୋଇଥାଏ। ନମ୍ବର 22,
पानी को नियमित रूप से फुटेकी पियंतु। आपण प्रतिदिन 3 ରୁ 4 लिटर पानी निहाती भाव में पियंतु। यह द्वारा शरीर हाइड्रेट रही थाए एवं चेहरा मध्य चमक आसी थाए। नंबर 23 टमाटो रस रे किछि बुंदा लेंबू रस, 1 चुटकी बेसन और हलदी मिसाई नियंतु। एही मिश्रण को आखिर चारि पाखरे लगाई नियंतु। एही मिश्रण को सप्ताह अति कम रे 3 थर लगांतु। एपरी करिबा द्वारा कला दाग बा डार्क सर्कल धीरे धीरे कमी जिवो। आपणक चेहरा रे पुणी चमक आसीबो। नंबर 24 काकुड़ी रस कला दाग पई बहुत उपकारी। काकुड़ी को छोट छोट काटी आखि उपरे रखंतु। 15 मिनिट पर धोई दियंतु। एहीपरि नियमित करिबा द्वारा आपण काकुड़ीर उपकारिता अनुभव करि परिबे। नंबर 25 आखि तले जदि आपणकर कला दाग पड़िछि कौनसी औषध बदल आलू को व्यवहार करंतु। राति रे सोइबा पूर्व चेहरा को भलरे सफा करंतु। यापर आलू को काटी आखिरे 20 ରୁ 25 मिनिट रखंतु। यापर चेहरा को धोई दियंतु। प्रतिदिन एपरी करिबा द्वारा आस्ते आस्ते आखि तलर कला दाग दूरेई जिवो। नंबर 26 आखि तले कला दाग पाई गोलाप जल को व्यवहार करंतु। भिजा तुला को आखिरे रखंतु। एपरी 10 मिनिट ही रखंतु। एपरी करिबा द्वारा आखिर चारि पाख त्वचा आस्ते आस्ते चमकी उठिबो। नंबर 27 मुहरे लंका हाथ लगी मुह पोड़ा जला होउथिले आपण कंचा क्षीर को मुहरे लगांतु। जल्दी पोड़ा जलारू ठीक होई थाए। नंबर 28 2-3 मास बिल्कुल कम लुण वाला खाइबा खांतु। यह द्वारा शरीर 90% रोग को कम करि थाए। नंबर 29 सप्ताह थरे लिंब पत्रर काढ़ा पीले पेटर सबु मैला दूर होई थाए एवं चेहरा रे उज्ज्वलता आसी थाए। नंबर 30 35 वर्ष पर चेहरा रे उज्ज्वलता धीरे धीरे कमी जाई थाए। तेणु आपण अधिक रु अधिक घरर खाइबा खाइबा को चेष्टा करंतु एवं चेहरार ठीक रे जत्न नियंतु। नंबर 31 जदि आपण को कम शुणा जाऊ थाए तेबे आंगुठी रे नड़िया तेल लगे कान रे लगेले कम शुणा जाउथिबा समस्या दूर होई थाए। नंबर 32 जदि आपणकर नख बड़ू न थाए तेबे आपण नड़िया तेल नखरे लगेबाकू चेष्टा करंतु किंबा रसुण तेल लगेले मध्य नख बहुत जल्दी बढ़ी थाए। नंबर 33 पेटरे हेउथिबा रोग जंत्रणा पाई आपण प्रतिदिन पुदीना पत्रर चाहा किंबा पुदीना चटणी खांतु। यह पेटर समस्या को दूर करि थाए। नंबर 34 पेटरे कुर्मी हेउथिले तेंतुली पत्र किंबा कलरा पत्रर रस सहित चीनी मिसई सेवन कले कुर्मी नाश होई थाए। नंबर 35 दांत हलुथिले नड़िया गछर चेर को छेची पानी रे मिसाई एही पानी को कुलकुचा कले दांत हलिबा बंद होई थाए। नंबर 36 बारंबार परिश्रा लगुथिले बाउंस पत्र को माटी हांडी रे सिजेई सेही पानी को सकाळ बेला पीले शीघ्र उपकार हुए। नंबर 37 नाभि रे घा हेले हलदी गुंड अथवा लिंब पत्र को गुआ घी रे भाजी से स्थान रे लगेले घा शीघ्र सुखी जाए। नंबर 38 पुरुष माने पूजा कला बेले दुर्गा फोटो रे सिंदूर लगेबा उचित नुह एवं महिला माने हनुमान फोटो रे सिंदूर लगेबा अनुचित। नंबर 39 घरे केबे भी कुला एवं छांचुणी को एकाठी रखिबा उचित नुह, यह द्वारा अशुभ हेबा सहित अमंगल होई थाए। नंबर 40 जदि काल सर्प दोष रही थाए किंबा विवाह विलंब हेउथाए तेबे बाथरूम रे आळती कर्पूर रखिबा द्वारा मंगल होई थाए। आपण मानकु जदि मो भिडियोटी भल लगुथाए ताहाले लाइक कमेंट आउ शेयर करिया को जमा भी भूलिबेनी। आउ जदि आपण माने मो चैनल को नुआ करी आछंदी ताहाले गोटे सब्सक्राइब निहाती करि देबे। जय जगन्नाथ।